ଶୁଖିଲା ତୁଳସୀ ପତ୍ରର 5ଟି ଗୁପ୍ତ ଉପାୟ। ଶୁଖିଲା ତୁଳସୀ ପତ୍ର ସୁନା ଠାରୁ ବି ଅଧିକ ମୂଲ୍ୟବାନ। ଜାଣନ୍ତୁ କିପରି? ଦର୍ଶକ ବନ୍ଧୁ, ଶୁଖିଲା ତୁଳସୀ ପତ୍ର ଏହାର ଉପକାରିତା ଏବଂ ଏହାର ପ୍ରୟୋଗ ଆପଣମାନେ ହୁଏତ ଆଗରୁ ଜାଣିନଥିବେ। ଆପଣମାନେ ସତେ ତୁଳସୀ ପତ୍ରର ବ୍ୟବହାର ଏବଂ ତାହା ପୂଜାରେ ଉପଲବ୍ଧ ବୋଲି ଆପଣମାନେ ଜାଣିଥିବେ, କିନ୍ତୁ ଶୁଖି ଯାଇଥିବା ତୁଳସୀ ପତ୍ରର ଏହି ଗୁପ୍ତ ଉପାୟ ଶୁଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ସତରେ କଣ ଶୁଖିଲା ତୁଳସୀ ପତ୍ର ଏତେ ଉପକାରିତା ପ୍ରଦାନ କରିଥାଏ? ଦର୍ଶକ ବନ୍ଧୁ, ଆପଣମାନେ ତୁଳସୀ ଗଛ ନିଜ ଘରେ ନିଶ୍ଚୟ ରଖିଥିବେ ଏବଂ ସେହି ଶୁଖିଲା ତୁଳସୀ ଗଛ ଯେତେବେଳେ ଶୁଖିଯିବ ଆପଣ ତାହାକୁ ତୁରନ୍ତ ଉପାଡ଼ି ଦେବା ପାଇଁ ଚେଷ୍ଟା କରୁଥିବେ, କିନ୍ତୁ ଦର୍ଶକ ବନ୍ଧୁ, ଆପଣମାନେ ଭୁଲରେ ବି ଏହାକୁ ଫିଙ୍ଗନ୍ତୁ ନାହିଁ। ଏହାର ଉପକାରିତା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ହୋମ ଯଜ୍ଞରେ ଦେଲେ 9ଟି ଗ୍ରହ ଶାନ୍ତ ହୋଇଯାଆନ୍ତି ଏହି ତୁଳସୀ ଗଛକୁ। ତୁଳସୀ ଶୁଖିଲା ପତ୍ର ଯେମିତିକି ଆପଣମାନେ ପ୍ରତି ଗୁରୁବାର ଦିନ ଯଦି ତୁଳସୀର ମଞ୍ଜରୀକୁ 11ଟି ମଞ୍ଜରୀକୁ ଆପଣମାନେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଶୁଖି ଯାଇଥିବା ତୁଳସୀର ମଞ୍ଜରୀକୁ ଲୋକମାନେ ଫିଙ୍ଗି ଦିଅନ୍ତି, ବାହାର କରିଦିଅନ୍ତି। ଗଛଟି ତ ଶୁଖି ଯାଇଛି, ଏହା ଆଉ କୋଉ କାମକୁ ବି ନୁହଁ। ବୃନ୍ଦାବତୀ ନାରାୟଣ ପାଇଯାଇଛନ୍ତି ବୋଲି ଏହାକୁ ବିସର୍ଜନ ମଧ୍ୟ କରାଯାଇଥାଏ, କିନ୍ତୁ ଏହା କରିବା ପୂର୍ବରୁ ଆପଣମାନେ ଏହି ଭିଡିଓଟି ପାଇଯାଇଛନ୍ତି, ଆପଣମାନେ ନିଜକୁ ଭାଗ୍ୟବାନ ମନେ କରନ୍ତୁ। ଶୁଖିଲା ତୁଳସୀ ଗଛର କିଛି ଉପକାରିତା ଆଜି ମୁଁ ଆପଣମାନଙ୍କୁ କହିବି ଏବଂ ତା ଆଗରୁ ଗୋଟିଏ କଥା ଆପଣମାନେ ମନେ ରଖନ୍ତୁ। ଯେତେବେଳେ ବି ତୁଳସୀ ଗଛ ଶୁଖି ଯାଉଛି, ଏହା ଏକ ବାସ୍ତୁ ଗଛ ଅଟେ। ଅର୍ଥାତ୍ ଆପଣଙ୍କ ଘରେ ଯଦି କୌଣସି ନକାରାତ୍ମକ ଶକ୍ତି ଥିବ, ଘରେ ଯଦି କୌଣସି ଆଗକୁ ଗୋଟିଏ ବିପଦ ଆସୁଥିବ, ତେବେ ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖିଯିବ। ଯଦି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଥିବ, ତେବେ ଆପଣଙ୍କ ଘରେ ତୁଳସୀ ଗଛ ସତେଜ ହୋଇ ରହିଥିବ। ଏବଂ ଏହାର ଆଉ ଗୋଟିଏ ବୈଜ୍ଞାନିକ କାରଣ ଯଦି ଦେଖିବା, ଗଛକୁ ଖରା ବର୍ଷା ଶୀତ ସବୁ କିଛି ବାଜୁଥିବ, ତାହେଲେ ଯାଇ ଗଛଟି ସତେଜ ରହିବ। କିଛି ବି ବାଜୁ ନଥିବ, ତେବେ ସେ ଗଛ କିପରି ବଢିବ? ଏବଂ ମାଟି, କିନ୍ତୁ ଆପଣ ସବୁ ଜାଗ୍ରତ କଲା ପରେ ବି ଯଦି ଗଛ ଶୁଖି ଯାଉଛି, ତେବେ ଆପଣଙ୍କ ଘରେ କୌଣସି ନା କୌଣସି ନକାରାତ୍ମକ ଶକ୍ତି ଅଛି, ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର କୃପା ନାହିଁ। ଆପଣମାନେ କିଛି ଭୁଲ କରୁଛନ୍ତି କିମ୍ବା କିଛି ବାସ୍ତୁ ନିୟମ ଅଛି, ଦୋଷ ଅଛି, ଆପଣମାନେ ତାହାକୁ ତୁରନ୍ତ ସଜାଡି ଦିଅନ୍ତୁ। ଯେତେବେଳେ ବି ତୁଳସୀ ଗଛ ଶୁଖି ଯାଉଛି, ତୁରନ୍ତ ଏହାକୁ ଉପାଡ଼ି କରି ନୂଆ ଗଛ ଲଗାଇ ଦିଅନ୍ତୁ। ଗୁରୁବାର ଏବଂ ଶୁକ୍ରବାର ଦିନ ଶୁଖି ଯାଇଥିବା ତୁଳସୀ ଗଛକୁ ଉପାଡ଼ିବା ଜମା ବି ଠିକ କଥା ନୁହଁ, କିନ୍ତୁ ନୂଆ ତୁଳସୀ ଗଛ ଆପଣମାନେ ରୋପଣ କରିପାରିବେ। ଏକାଦଶୀ, ଦ୍ୱାଦଶୀ, ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା ଏସବୁ ଦିନ ମାନଙ୍କରେ ମଧ୍ୟ ନୂତନ ତୁଳସୀ ଗଛକୁ ଉପାଡ଼ି କରି ଲଗାଇବା ଜମା ବି ଉଚିତ ନୁହଁ ଏବଂ ତୁଳସୀ ପତ୍ର ତୋଳିବା ବି ମନେ କରାଯାଏ। ଏବେ ଚାଲନ୍ତୁ ଶୁଖିଲା ତୁଳସୀ ଗଛର 5ଟି ଉପକାରିତା ଆଜିର ଭିଡିଓରେ ଜାଣିବା। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ ଆଇକନକୁ ପ୍ରେସ୍ କରି ଭିଡିଓକୁ ଗୋଟେ ଲାଇକ୍ ଟିକ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଦର୍ଶକ ବନ୍ଧୁ, ଶୁଖିଲା ତୁଳସୀ ଡାଳର ମାଳ। ଶୁଖିଲା ତୁଳସୀ ଡାଳର ମାଳ ଗଳାରେ ପିନ୍ଧିବା ଦ୍ୱାରା ଆତ୍ମିକ ଶାନ୍ତି ମିଳିଥାଏ। ଏବେ କେଉଁମାନେ ତୁଳସୀର କାଠିର ମାଳ ନିଜ ଗଳାରେ ଧାରଣ କରିପାରିବେ? ଯେଉଁମାନେ ଆମିଷ ଭୋଜନ କରନ୍ତି ନାହିଁ, ସେମାନେ ତୁଳସୀ ଡାଳର ମାଳିକୁ ବା ତୁଳସୀ ମାଳିକୁ ନିଜର ଗଳାରେ ପିନ୍ଧି ପାରିବେ। ଏହା ଦ୍ୱାରା ନାରାୟଣଙ୍କର ବହୁତ କୃପା ପ୍ରାପ୍ତ ହୋଇଥାଏ। ଏବଂ ତାହା ସହିତ ଦର୍ଶକ ବନ୍ଧୁ, ତୁଳସୀ ଡାଳର ମାଳି ଆପଣମାନେ ଗଳାରେ ଧାରଣ କରନ୍ତୁ ଏବଂ ସବୁବେଳେ ସତ୍ୟ ବଚନ କୁହନ୍ତୁ। ପରନିନ୍ଦା ପରଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତୁ। କେବଳ ଆମେ ଏସବୁ ପିନ୍ଧିଦେଲେ ଆମେ ଭଗବାନଙ୍କ କୃପା ପାଇବା ତାହା ନୁହଁ, ଭଲ କର୍ମ ବି କରିବା ଦରକାର। ଦ୍ୱିତୀୟରେ, ଏହାକୁ ଘର ମନ୍ଦିରରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଶୁଖିଲା ତୁଳସୀ କାଠିକୁ ଆପଣମାନେ ଗୋଟିଏ ଲାଲ କପଡାରେ ବାନ୍ଧି କରି ନିଜର ଘରେ, ଠାକୁର ଘରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଲାଲ କପଡାରେ ବାନ୍ଧି ଯଦି ମୁଖ୍ୟ ଦ୍ୱାରରେ ଟାଙ୍ଗିବେ, ତେବେ ଏହା ଦରିଦ୍ରତା ଦୂର ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଶୁଖିଲା ତୁଳସୀ ଡାଳ ଆପଣମାନେ ମୁଖ୍ୟ ଦ୍ୱାରରେ ଯଦି ଟାଙ୍ଗିବେ, ଦରିଦ୍ରତା ଦୂର ହୋଇଥାଏ। ଶୁଖିଲା ତୁଳସୀ ଡାଳକୁ ନିଜର ଠାକୁର ଘରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏବଂ ଯଦି ପିଲା ବାରମ୍ବାର ଚମକୁଛି, ଡରୁଛି, ତୁଳସୀ ଗଛର ଚେରକୁ ଦେଉରିଆରେ ଗଙ୍ଗା ଜଳରେ ଧୋଇ କରି ଦେଉରିଆରେ ଟିକେ ଧୂପକାଠି ଦେଇ ଦେଉରିଆରେ କରି ଛୁଆକୁ ବାନ୍ଧିବେ। ଏହା ଦ୍ୱାରା ଛୁଆଟି ଡରି ନଥାଏ। ତାପରେ ହୋମ ଯଜ୍ଞରେ ଯଦି ଆପଣ 9ଟି
ग्रह को शांति करबा पई चाहुचंती तुलसी काठी को निहाती पकांतु एवं गोटे दीप जालिबा जहा प्रति एकादशी की एकादशी तुलसी काठीर दीप को जालिबा ताहा 7टी तुलसी काठी को बरितारे एवं घिओरे बुड़ाई करी दीप प्रज्वलन कले सेतिकी पुण्य प्राप्त करिवे। दर्शक बंधु कौनसी भी गुरुवार दिन आपण माने लाल कपड़ा रे तुलसी काठी किछि बांधी करी निजर मुख्यद्वार रे रखंतु। एहा द्वारा दरिद्रता निहाती दूर हबो। किंबा आपण माने गुरुवार दिन किछि तुलसी काठी को लाल कपड़ा रे बांधी करी निजर ठाकुर घरे स्थापित करंतु। एहा द्वारा घरो वास्तु दोष दूर होइथाओ दूर निश्चय हबो। तेणु आपण माने जदि महालक्ष्मीकर कृपा चाहुचंती निश्चय करंतु। प्रत्येक दिन तुलसी गछरे बिना कौनसी जल अन्न स्पर्श करी जे माँ वृंदावतींकर पूजा अति श्रद्धार सहकारे करिथाए ताहा घरे स्वयं लक्ष्मी नारायणकर वास होइथाए। सबु असंभव सेही घरे संभव होइथाए जेउ घरे लक्ष्मी नारायणकर पूजा एवं लक्ष्मी नारायणकर कृपा थाए। ता सह जदि आपण तुलसी गछ को पत्र को प्रत्येक दिन खाइबे तेबे आपणकर निरोगी निहाती हेबे। एवं तुलसी गछर माटी को जदि प्रत्येक दिन निज मथारे जो व्यक्ति ओम नमो भगवते वासुदेवा कहि करी लगाई थाए तिलक करि थाए तार जन्म जन्मांतरर गरीबी नाश होइताए एवं तार मन को आत्मिक शांति मिली थाए। ता सहित तुलसीर मंजरी जेतेबेले भी आपणकर गछरे तुलसीर मंजरी अचानक आसुची जानंतु आपणक घरे माँ लक्ष्मीकर कृपा प्राप्त हबाको आसुची। तुलसीर मंजरी समस्त घरे बा समस्त पटे होई न थाए। देखुथिबे केते केते वर्ष तुलसी गछ रही करी भी मंजरी आसु नथबो किंतु जेतेबेले आपणक तुलसी गछरे मंजरी आसीबो ताहाकू गोटे लाल कपड़ा रे बांधी करी निजर घरे निजर तिजोरी रे किमा निजर ठाकुर घरे निहाती रखी दियंतु। एवं जेते पारुचंती तुलसी गछ निजर घरर आख पाखरे लगांतु। एहा द्वारा आत्मिक शांति सहित घरर परिवेश भी नकारात्मक शक्ति दूर होता है। जो घरर आख पाखरे अधिक रु अधिक तुलसी गछ थाए से घर रे नकारात्मक शक्ति रही न थाए एवं सही घरे आत्मिक शांति बौद्धिक शांति धीरे धीरे वृद्धि पाई थाए। ता सहित केबे भी गणेश को एवं महादेव को किंबा माँ दुर्गा को तुलसी अर्पण करिवे नाही। नारायण को बिना तुलसी पूजा रे जदि करंती ताहा पूजा स्वीकार करिवे नाही। तुलसीर पत्र को सब बेले नारायण को पूजा रे निहाती स्थापन करंतु। एबे दर्शक बंधु आपण मानकु कहि रखुची जे तुलसी गछ आपणकर भाग्य रे विराट बड़ परिवर्तन आनिदबो जदि आपण एही उपाय निज घरे निश्चय करिवे। एबे दर्शक बंधु आजिर भिडियोटी आपनकु किपरि लागिला कमेंट सेक्शन रे निहाती जणांतु। आजिर एही सुंदर भिडियोटी आपण माने बहु मात्रा रे शेयर करंतु जा द्वारा अन्य माने भी एहार लाभ उठाई परिबे। जदि अन्य कोनोसी उपरे आपनकु वीडियो उपरे आपनकु जानिबा को इच्छा होची तेबे कमेंट सेक्शन रे निहाती लेखंतु। आजि पई रहूची पुणी देखायबो आगामी एक सुंदर वीडियो रे।